ଭଲ କଥାଟି ମନେ ରଖିଥାଏ ଯେ 37 ରୁ 48 ମହା ବିପଦ ହେଲା। ଏ କଥାଟି ଯୋଉ ଆଣିଛେ ଏ ବିଷୟ ଆଲୋଚନା କରିବା ସ୍ତୁତି ଚିନ୍ତାମଣି। ସ୍ତୁତି ଚିନ୍ତାମଣିରେ ଭୀମ ଭୋଇ କଣ କହୁଛନ୍ତି? ଆଉ ଭୀମ ଭୋଇଙ୍କ ମନେ ରଖିଥିବା ସେ ସାଧାରଣ ବ୍ୟକ୍ତି ବିଶେଷ ନଥିଲେ। ଭୀମ ଭୋଇ ହଉଛନ୍ତି ସ୍ୱୟଂ ନିତେଶ୍ୱରୀ ରାଧା, ଯାହାକୁ କୁହନ୍ତି ଏକାକ୍ଷର ମୂର୍ତ୍ତି। ଆଜି ମହିମା ଧର୍ମକୁ ପରିପ୍ରକାଶ କରିଛନ୍ତି ଭୀମ। କାରଣ ମହିମା ଗୋସ୍ୱାମୀ ଯେତେବେଳେ ଆସିଲେ 64 ସିଦ୍ଧଙ୍କୁ କଣ କଲେ? ଭେକ ଦେଲେ, ବକଳ ଦାନ କଲେ। ଗଲା ବେଳକୁ 63 ଜଣଙ୍କର ବକଳକୁ ନେଇକି ପଳେଇଲେ, ଆଉ ଜଣେ ରହିଗଲେ। ସେ ବିଷୟ ପଛରେ କେତେବେଳେ ଆଲୋଚନା କରିବା। କିନ୍ତୁ ଏ ମହିମା ଧର୍ମକୁ ସନ୍ଥ ଭୀମ ଭୋଇ ପରିପ୍ରକାଶ କଲେ। ତାଙ୍କ ଲେଖା ଗୁଡ଼ିକ ମହିମା ଧର୍ମକୁ କଣ କଲା? ଉଜ୍ଜୀବନ ଦେଲା। ଭୀମ ହଉଛନ୍ତି ନିତେଶ୍ୱରୀ ରାଧା। କାରଣ ଅଚ୍ୟୁତ ମଧ୍ୟ କହିଛନ୍ତି ତାଙ୍କ ଉପରେ, ଜନ୍ମ କାଳୁବନ୍ଧ ଜାତି ତାରକନ୍ଧ, ନାମ ହେବ ଭୀମ ଭୋଇ, ନିତେଶ୍ୱରୀ ରାଧା ମର୍ତ୍ତ୍ୟରେ ଜନ୍ମିବେ ପୁରୁଷ ଅଙ୍ଗକୁ ଭୋଇ। ତେଣୁ ସେ ଯୋଉ ନିତେଶ୍ୱରୀ ରାଧା ଆଦିଶକ୍ତି ଆଦିନାରୀ, ସେ ପୁରୁଷ ରୂପରେ କଣ ହେଲେ? ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହେଲେ। ତେଣୁ ଅଚ୍ୟୁତଙ୍କ ବାଣୀ ଅକ୍ଷରେ ଅକ୍ଷରେ ସତ୍ୟତାର ପ୍ରତିପାଦନ ହେଲା। ଯେମିତି ଠାକୁର ଅଭିରାମ ପରମହଂସଙ୍କ ଉପରେ ଲେଖିଥିଲେ, କିଏ ସେ? ଅଚ୍ୟୁତ ମହାପୁରୁଷ। ଯେମିତି ଘଟିଥିଲା, ଠାକୁର ଆସିଲେ ଅଭିରାମ ପରମହଂସ। ସେମିତି ଭୀମ ଭୋଇ ମଧ୍ୟ ଆସିଥିଲେ। ଭୀମ ଭୋଇ ମଧ୍ୟ ତାଙ୍କ ସମୟରେ ଜଗତର ଭବିଷ୍ୟତକୁ ଲକ୍ଷ୍ୟ ରଖି ସେ ମଧ୍ୟ କିଛି କଣ କଲେ? ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି। ତାଙ୍କ ସ୍ତୁତି ଚିନ୍ତାମଣି ଗୋଟେ ପଦ ଲେଖିଛନ୍ତି, ନାନା ପାପେ ନାଶ ଜୀବ ନରବଂଶ, କାହାର ନଥିବ ଚାରା, 37ଙ୍କୁ 48 ଯାଏ ପଡ଼ିବ ବ୍ରହ୍ମାଣ୍ଡେ ଭାରା। କହିଲେ ଅନେକ ନାନା ପାପେ ନାଶ ଜୀବ ନରବଂଶ, ଅନେକ ପାପ ହବ, ଏ ନରବଂଶ କଣ ହେଇବେ? ବିନାଶ ହେବେ, ଲୋପ ହେବେନି, ବିନାଶ ହେବେ, ଅନେକ ମରିବେ, କାହାର ନଥିବ ଚାରା, କାହାର ବଳ ନଥିବ। ଏଇ କଥା ଉପରେ ଜଗନ୍ନାଥ ଦାସ ଲେଖିଛନ୍ତି, ଲୋକ ହୋଇବେ କଳବଳ, ମାତିବେ ଭୁବନ ମଣ୍ଡଳ, ଏଣୁ ହୋଇବେ ଅଳ୍ପାୟୁଷ, ପାପ ସଗଳେ ଯିବେ ନାଶ। ତେଣୁ ପାପର ଶୀର୍ଷ ସମୟ ଯେତେବେଳେ ଆସିବ, ସେତେବେଳେ କଣ ହବ? ବିନାଶ। ଦ୍ୱାପର ଯୋଉ ଚାଲ ଭାଇ, ପାଣ୍ଡବ ଆଉ କୌରବ, କୌରବ ମାନେ ଗୁରୁଜନକୁ ସମ୍ମାନ ଦେଲେ। ଦ୍ରୋଣାଚାର୍ଯ୍ୟ ହୁଅନ୍ତୁ କି ଭୀଷ୍ମ ହୁଅନ୍ତୁ, ଏମାନଙ୍କୁ ସମ୍ମାନ ଦେଇଛନ୍ତି। ଆଠୁ କଣ ହେଲା? ପାପରୁ ବିନାଶ ହେଲେ। ସେମିତି ଭୀମ ଭୋଇ କହୁଛନ୍ତି, ଇଏ ଯୋଉ ଉଗ୍ର ରୂପ ହେଇଯାଇଛନ୍ତି ସମାଜ ହେଇଛି, ଏମାନେ କଣ ହବ? ବିନାଶ ହବ। କେବେ? ନା 37ଙ୍କୁ 48 ଯାଏ ବ୍ରହ୍ମାଣ୍ଡେ ପଡ଼ିବ ବ୍ରହ୍ମାଣ୍ଡେ ଭାରା। 37ରୁ 39 ମଧ୍ୟରେ ଏସବୁ କଣ ହବ? 37ରୁ 48 4 8 ମଧ୍ୟରେ ଏଗୁଡ଼ା ସବୁ ଘଟଣା ଘଟିବ। ମ୍ଲେଚ୍ଛତ ପତିତ ପାମର ପାପିଷ୍ଟ, ସକଳେ ଏ ଯିବେ ନାଶ। ମ୍ଲେଚ୍ଛ ଯିବେ, ପତିତ ଯିବେ, ପାମର ଯିବେ, ପାପିଷ୍ଟ ଯିବେ। ଇଏ ସବୁ ଯୋଉ 4ଟି ଶବ୍ଦ ଲେଖିଛନ୍ତି, ଆର ଅର୍ଥ ହଉଛି କଣ?
ସବୁ ଅଲଗା ଅଲଗା, ଏମାନଙ୍କ କର୍ମ ସବୁ ଅଲଗା ଅଲଗା। ସକଳେ ଯିବେ ନାଶ, ଏ କେହି ଗୋଟିଏ ରହିବେ ନାହିଁ। ବିଷ୍ଣୁ ବ୍ରହ୍ମ କଳା ଲାଗିଥିବ ଯାକୁ, ରହିବେ ସ୍ତ୍ରୀ ପୁରୁଷ। ଯାହାଙ୍କ ଦେହରେ ପ୍ରଭୁଙ୍କର କଳା ଥିବ, ସତ୍ତା ଥିବ, ସେଇମାନେ କଣ ହେବେ? ବିହନ ହେଇକି ରହିବେ। ଅବିକା ଯୋଉ ଭକ୍ତିଆ ବୋଲଉଛନ୍ତି, ଇଏ ଭକ୍ତିଆ କଥା ଭୀମ ଭୋଇ କହିନାହାନ୍ତି। ଯାହା ଦେହରେ ବିଷ୍ଣୁ କଳା ଅଂଶ ଲାଗିଥିବ, ଯୋଉମାନେ ନିତ୍ୟାଙ୍ଗ ଭକ୍ତ, ଏକାଗ୍ରତ ଭକ୍ତ ଏବଂ ମାୟା ଆଚ୍ଛାଦିତ ହୋଇନଥିବା ଭକ୍ତ, ବିଷ୍ଣୁ କଳା ଯାହା ଦେହରେ ଥିବ ସେ ମାୟାରେ ଆବୃତ ହେବେ ନାହିଁ। ସେଇମାନେ ବଛା ବଛି ହେଇକି ରହିବେ। ଗୋପ୍ୟ ହେବ ସର୍ବ ଯେତେ ଧନ ଦ୍ରବ୍ୟ, ମହା ଦୁରୁଦଣ୍ଡ ଅଛି। ଏଇ ଯୋଉ ସୁନା ରୂପା ନେଇକି ସବୁ ଫୁକୁ ଫୁକୁ ହଉଛନ୍ତି, ଇଏ ସବୁ କଣ ହଉଛି କି? ଯୋଉ ଦୁର୍ଦଣ୍ଡ ମାନେ ରଖିକି ଆତ୍ମଗର୍ବ କରୁଛନ୍ତି, ଏରା ସବୁ ଲୁକାୟିତ ହେଇଯିବ। 7 ଦିନ 7 ରାତ୍ର ଅନ୍ନ ପାଣି ଲୋଡ଼ିଲେ ନ ପାଇବେ କିଛି। କିଛି କାମ କରିବନି, 7 ଦିନ 7 ରାତି ଖାଇବାକୁ ମଧ୍ୟ ପାଇବେ ନାହିଁ। ନବଖଣ୍ଡମୟୀ ରହିଛି କି ହୋଇ ଲାଗୁଛି ମୋତେ କାତର, ଏଠାରୁ ଏଣିକି ସାଧୁ ସୁଜ୍ଞଜନ ସମ୍ଭାଳି ହୁଅ ଏଥର। ହେ ସାଧୁ ସନ୍ଥ ମାନେ, ଆଗକୁ ଏଇଆ ସବୁ ଘଟିବାର ଅଛି, ତମେ ଧୈର୍ଯ୍ୟ ଧର, ମାଟି କାମୁଡ଼ିକି ଚୁପ୍ ହେଇକି ରହିଥାଅ। ପ୍ରଭୁ ନିଶ୍ଚୟ ଆସିବେ, ଦୁଷ୍ଟଙ୍କୁ ବିନାଶ କରିବେ, କାହାର ଗର୍ବ ରଖିବେ ନାହିଁ। କେବେ ନା 37ରୁ 48 ମଧ୍ୟରେ ଏ ଘଟଣା ମାନ ସବୁ ସଂସାରରେ ଘଟେ। କେବେ ନା ସନ 1437ରୁ 1448। ଏଟା ହଉଛି ଭୀମ ଭୋଇଙ୍କ ମତରେ। ହେଲା, ଜୟ ଜଗନ୍ନାଥ। ସେ ଭୀମ ସଦେଶା ପୂର୍ଣ୍ଣ ବୋଲ ଆନନ୍ଦ ଗୋବାର ହରି।